ଦେଖନ୍ତୁ ଭିଡିଓଟି କେଉଁ ରାଜ୍ୟ, କେଉଁ ଏରିଆ, କେଉଁ ଚର୍ଚ୍ଚ ଏପରି ପରିସ୍ଥିତି ଆସୁଅଛି ಕನಂಬರಿ ತನಗದ ಇರಾಚಿ ಕನಂಬರಿ ತನಗದ ಇರಾಚಿ ಕನಂಬರಿ ತನಗದ ಇರಾಚಿ ಗೆኘತಿ ସମସ୍ତଙ୍କୁ ନମସ୍କାର, ପ୍ରେସ୍ ଲର୍ଡ। ମୁଁ ହେଉଛି ଜିନେଲ ମଣ୍ଡଳ ସୌରା ୟୁନିଟି କ୍ରିଏସନ ତରଫରୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଭିଡିଓ ବନାଇବାର କାରଣ ହେଉଛି ଏହା ଆପଣମାନେ ନିହାତି ଜାଣିବା ଆବଶ୍ୟକ ବା ଜରୁରୀ ଅଟେ। ଆପଣମାନେ ଭିଡିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ କରିବେ ଏବଂ ଆପଣମାନେ ମୋ ସହିତ ଜଡ଼ିତ ରୁହନ୍ତୁ ପ୍ରଭୁଙ୍କ ଗୌରବ ନିମନ୍ତେ। ଆଉ ସବୁଠି ସମସ୍ତଙ୍କ ନିକଟରେ ପହଞ୍ଚିବାର କାରଣ ହେଉଛି ଆପଣମାନଙ୍କ ମାଧ୍ୟମରେ ଝରାରେ ପହଞ୍ଚିବାକୁ ପଡ଼ିବ। ସେଟା ଆପଣମାନେ ନିହାତି ମୋତେ ସହାୟତା କରିବେ, ହେଲ୍ପ କରିବେ ଏହା ପ୍ରଭୁଙ୍କ ଗୌରବ ପାଇଁ। Duku tanangada dignity anta mak tanangada nang digba do background ren janang den tanangada dakuti background dengan abi bicara tite tanangada abidu ore acitro Bible soileji digba Bible tangboy socheji the Bible janang den nyanamongal langga nyamongte କିନ୍ତୁ ଓକେ ବହୁତ ସ୍ଲୋରେ ଦୌଡୁଛି। କେଉଁ ଗ୍ରାମର କେଉଁ ମଣ୍ଡଳୀରେ କେଉଁ ବହକାରୀ ଧାରଣାକାରୀ ମାନେ ଏଇ ସମସ୍ତ ଘଟଣା ଘଟାଉଅଛନ୍ତି ଆପଣମାନେ ଦେଖନ୍ତୁ। ଏ ବିଷୟ ତ ଏତେ ବିପଦଜନକ ନୁହଁ, ବାଇବଲ ଏକ ପୁଡ଼ି ଦେବା ସାଧାରଣ ବିଷୟ। ଏମିତି ତ ଅନେକଙ୍କ ଜୀବନ ଯାଉଛି ସୁସମାଚାର ପ୍ରଚାର କରିବା ପାଇଁ ପ୍ରଭୁଙ୍କ ଦାସ ମାନେ ନିଜର ପ୍ରାଣ ବା ଜୀବନ ଦେଉଛନ୍ତି। କେମିତି ଜୀବନ ଦେଉଛନ୍ତି? ଭାରତ ଦେଶରେ ଅନେକ ରାଜ୍ୟ ରହିଛି, ଆଉ ତନ୍ମଧ୍ୟରେ ମଧ୍ୟ ଅନେକ ଚର୍ଚ୍ଚ ଗୁଡ଼ିକ ରହିଛି। ଆଉ ସେଟା ଧାରଣାକାରୀ ମାନେ ଯାଆନ୍ତି, କେତେବେଳେ ତ ଚର୍ଚ୍ଚ ବସିବା ସମୟରେ ସେମାନେ ଆଙ୍ଗାମା କରନ୍ତି, ଆଉ କେତେବେଳେ ସେମାନେ ଚର୍ଚ୍ଚ ବସିବା ସମୟରେ ସମସ୍ତଙ୍କୁ ମରା ପିଟା କରନ୍ତି, ମାରନ୍ତି। କେତେବେଳେ ତ ପାଷ୍ଟରଙ୍କୁ ଜେଲକୁ ନିଅନ୍ତି, କେତେବେଳେ ପାଷ୍ଟରଙ୍କୁ ବାଇବଲ ଉପରେ ଚଢିବା ପାଇଁ ଚିରିବା ପାଇଁ ବାଧ୍ୟ କରାନ୍ତି। ଆଉ ମଣ୍ଡଳୀରେ ଥିବା ଚର୍ଚ୍ଚରେ ଥିବା ଜିନିଷ ପତ୍ରକୁ ମରା ପିଟା କରନ୍ତି, ଭଙ୍ଗାରୁଜା କରନ୍ତି ଏବଂ ଏମିତି ବି ସେମାନେ ପଛାନ୍ତି ନାହିଁ, ଚର୍ଚ୍ଚରେ ଥିବା ଜିନିଷକୁ ସେମାନେ ନେଇ ଯାଆନ୍ତି। ଅନେକ ଏମିତି ବି ଆପଣମାନେ ଦେଖିପାରିବେ, ଅନେକ ଜୀବନ ବି ସେମାନେ ପାଷ୍ଟର ବା ବିଶ୍ୱାସୀ ମାନଙ୍କୁ ମାନେ ଜୀବନ ବି ନେଇଛନ୍ତି, ସେମାନେ ସମ୍ପୂର୍ଣ୍ଣ ମାରିଛନ୍ତି। ଏହା କରିବା ଦ୍ୱାରା ସେମାନଙ୍କ ଚିନ୍ତାଧାରା ଏବଂ ଭାବନା ଏବଂ ଯୋଜନା ପ୍ଲାନିଂ ସୁସମାଚାର ବନ୍ଦ ହେବ, ଖ୍ରୀଷ୍ଟିଆନିଟି ଭୟଭୀତ ହେବେ, ଯାହା ଫଳରେ କି ଖ୍ରୀଷ୍ଟିଆନ ସଂଖ୍ୟା କମିବ। ଏହା ସେମାନଙ୍କର ପ୍ଲାନ ଏବଂ ଯୋଜନା। କିନ୍ତୁ ଏଇ ଯୋଉ ଭିଡିଓ ମୁଁ ବନାଉଛି ଏହା କାହାରି ବିରୁଦ୍ଧରେ ନୁହଁ, କିନ୍ତୁ ସତ୍ୟକୁ ଧାରଣ କରନ୍ତୁ। ଅନ୍ଧକାରରେ ଥିବା ବ୍ୟକ୍ତି ମାନଙ୍କର ଚକ୍ଷୁ ଉନ୍ମୁକ୍ତ ହେଉ ଏବଂ ସତ୍ୟ କଣ ଜାଣିବା ଜରୁରୀ। ଏହା କରିବା ଦ୍ୱାରା କଣ ସୁସମାଚାର ପ୍ରଚାର ବନ୍ଦ ହେବ? ଏହା କରିବା ଦ୍ୱାରା କଣ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ହ୍ରାସ ପାଇବ? ଏହା କରିବା ଦ୍ୱାରା କଣ ଖ୍ରୀଷ୍ଟିଆନ ମାନେ ଭୟଭୀତ କରିବେ? ନାଇଁ ପ୍ରିୟ ବନ୍ଧୁ, କଣ ଆପଣ ମାନେ ଚିନ୍ତା କରନ୍ତୁ, ଏହା ଗୋଟିଏ ଖ୍ରୀଷ୍ଟିଆନିଟି ପାଇଁ ଗୋଟିଏ ପଜିଟିଭ ପଏଣ୍ଟ। କେମିତି ଆପଣ ମାନଙ୍କୁ କହିବାକୁ ରଖେ, ଯେତେବେଳେ ଆପଣ ମାନେ ଶୁଣିବେ ସାଧୁ ସୁନ୍ଦର ସିଂ ବୋଲି ପ୍ରଭୁଙ୍କର ଦାସ ଜଣେ ଶୁଣିଥିବେ। ସାଧୁ ସୁନ୍ଦର ସିଂ ଯେତେବେଳେ ସ୍କୁଲରେ ଯେତେବେଳେ ପାଠ ପଢିବା ପାଇଁ ସୁଯୋଗ ମିଳିଲା, ସେତେବେଳେ ନୂତନ ନିୟମ ତାହାକୁ ଦିଆଯାଇଥିଲା। ଆଉ ସେତେବେଳେ ସେ ଯୀଶୁଙ୍କ ପ୍ରତି ତାଙ୍କର ଘୃଣା ମନୋଭାବ ଏତେ ଥିଲା ଯେ ସେ ନୂତନ ନିୟମକୁ ଛିଡ଼ି ଦେଲେ।
ତାଙ୍କର ଜୀବନର କାହାଣୀ ଅନେକ ଲମ୍ବା ଅଛି, କିନ୍ତୁ ମୁଁ ଏତିକି କହିବାକୁ ରଖେ ଯେତେବେଳେ ସେ ନୂତନ ନିୟମ ଚାଲିଲା ପରେ ଏହା ତାଙ୍କର ବାଲ୍ୟ କାଳର ଜୀବନ। କିନ୍ତୁ ଯେତେବେଳେ ସେ ବଡ ହେଲେ, ଜବାନ ହେଲେ, ଯୁବା ଅବସ୍ଥା ହେଲେ, ସେତେବେଳେ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଆହ୍ୱାନ କଲେ। ଆଉ ପରିଶେଷରେ ସେ ନିଜର ଜୀବନକୁ ଦେବା ପାଇଁ ମଧ୍ୟ ସେ ପଛେଇଲେ ନାହିଁ। ସେ ଯୀଶୁଙ୍କ ପାଇଁ ବଞ୍ଚିବା ପାଇଁ ଚାହିଁଥିଲେ, ଯୀଶୁଙ୍କ ପାଇଁ ମରିବା ପାଇଁ ଚାହୁଁଥିଲେ। କେବଳ ସୁସମାଚାର ବା ମିନିଷ୍ଟ୍ରି କରିବା ପାଇଁ ସେମାନଙ୍କ ତାଙ୍କ ଜୀବନରେ ଚାଲିଥିଲା। ଆପଣମାନେ ଦେଖିବେ ତାଙ୍କ ଜୀବନ ସାକ୍ଷ୍ୟରେ ଯେତେବେଳେ ସେ ମିଶନାରୀ କରିବା ପାଇଁ ସେ ଯାତ୍ରା ପତ୍ର ଥିଲେ, ପରିଶେଷରେ ତାଙ୍କର ମୃତ୍ୟୁର ଡେଡ୍ ବଡି ମଧ୍ୟ ଆଜି ପର୍ଯ୍ୟନ୍ତ କୋଉଠି ଅଛି କିଏ ବି ଜାଣିନାହାନ୍ତି। ତାର ଅର୍ଥ ହଉଛି ସେ ନିଜର ଜୀବନକୁ ଯୀଶୁଙ୍କ ନିମନ୍ତେ ସମର୍ପି ଦେଲେ। ସାଧୁ ପାହୁଲ ଭୟଙ୍କର ତାଡ଼ନାକାରୀ ବ୍ୟକ୍ତି ଥିଲେ। ଖ୍ରୀଷ୍ଟିଆନ ବିଶ୍ୱାସୀ ମାନଙ୍କୁ ସେ କାରାଗାରରେ ନିକ୍ଷେପ କଲେ, ଅନେକକୁ ପ୍ରହାର କଲେ, ମାରିଲେ। କିନ୍ତୁ ପରିଶେଷରେ ଯେତେବେଳେ ଯୀଶୁ ତାଙ୍କୁ ଆହ୍ୱାନ କଲେ, ସେ ନିଜେ ଜେଲରେ ରହିବାକୁ ପଡିଲା। ସେ ରୋମ ସାମ୍ରାଜ୍ୟ ଦ୍ୱାରା ତାଡ଼ନା ପାଇଲା। ଶେଷରେ ସେ ବି ମୃତ୍ୟୁଭୋଗ କଲେ ତାଡ଼ନା ମାଧ୍ୟମରେ। ମୋର ପ୍ରିୟ ବନ୍ଧୁଗଣ, ମୁଁ କହିବା ଉଦ୍ଦେଶ୍ୟ ବାଇବଲ ଜାଡ଼ିଦେବା ଦ୍ୱାରା ମିଶନାରୀ ମାନେ ଷ୍ଟପ୍ ହେବେ ଏବଂ ଖ୍ରୀଷ୍ଟିଆନିଟି କମିଯିବ, ଭୟଭୀତ ହେବ, ତାହା ନୁହଁ। ଏହା ଗୋଟିଏ ମୂର୍ଖାମିର କାର୍ଯ୍ୟ। ଯେତେବେଳେ ଆଦ୍ୟ ମଣ୍ଡଳୀରେ ଆପଣମାନେ ଦେଖିବେ 12 ଜଣ ଶିଷ୍ୟ ଯୀଶୁକୁ ସେ ପ୍ରସ୍ତୁତ କରିବେ, 12 ଜଣ ଶିଷ୍ୟ ମାନଙ୍କୁ ଗଠନ କରିବେ, ସେ ଟ୍ରେନିଂ ଦେଲେ ସେମାନଙ୍କୁ। ଆଉ ଟ୍ରେନିଂ ପିରିୟଡରେ ଏମିତି ଶିଖିଲେ, ଏମିତି ଷ୍ଟ୍ରଙ୍ଗ ହେଲେ, ଯେ ପର୍ଯ୍ୟନ୍ତ ସେମାନେ ଟ୍ରେନିଂ ଶକ୍ତିକୁ, ଟ୍ରେନିଂ ଯୋଉ ବିଦ୍ୟା ବା ଶିକ୍ଷା ଯୀଶୁଙ୍କ ଠାରୁ ସେମାନେ ଶିଖିଲେ, ଟ୍ରେନିଂ ପାଇଲେ, ଯୀଶୁ ଥିବା ପର୍ଯ୍ୟନ୍ତ ସେମାନଙ୍କ ଶକ୍ତି ସେମାନଙ୍କୁ ଜଣା ପଡ଼ିଲା ନାହିଁ, କାରଣ ସେମାନେ ଆପ୍ଲାଏ କରିନାହାନ୍ତି। କିନ୍ତୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ସେ ମୃତ୍ୟୁଭୋଗ କଲେ ଆଉ ସ୍ୱର୍ଗ ଆରୋହଣ କଲେ, ପବିତ୍ର ଆତ୍ମା ସେମାନଙ୍କ ଉପରେ ପରିପୂର୍ଣ୍ଣ ହେଲା। 3 ବର୍ଷ 6 ମାସ ପର୍ଯ୍ୟନ୍ତ ଯୋଉ ଟ୍ରେନିଂ ପିରିୟଡରେ ଥିଲେ, ସେହି ଜ୍ଞାନ, ସେ ବୁଦ୍ଧି, ପାୱାର, ବିବିକାଲ ଶକ୍ତି ସେମାନେ ଆପ୍ଲାଏ କଲେ। ଆଉ ଯୋଉ ପର୍ଯ୍ୟନ୍ତ ସେମାନେ ଆପ୍ଲାଏ କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଜେରୁସାଲେମ ମଧ୍ୟରେ କେବଳ ରହିଥିଲେ। କିନ୍ତୁ ଯେତେବେଳେ ତାଡ଼ନା ସେମାନଙ୍କ ମଧ୍ୟରେ ଆସିଲା, ଶିଷ୍ୟମାନେ ଛିନ୍ନ ଭିନ୍ନ ହେଲେ, ଆଉ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ପହଞ୍ଚିବାକୁ ଲାଗିଲା। ଯୀଶୁ ସେମାନଙ୍କ ଶିଷ୍ୟମାନଙ୍କୁ ଟ୍ରେନିଂ ଦେଲେ, ସେମାନେ ଟ୍ରେନିଂର ମୂଲ୍ୟ ଜାଣିଲେ, ଶିଖିବାର ମୂଲ୍ୟ ଜାଣିଲେ। ଆଜି ହଉଛି ବିଶ୍ୱ ମଣ୍ଡଳୀ, ଆଜି ଦେଖୁଛୁ ଖ୍ରୀଷ୍ଟିଆନିଟି। ଭାରତ ବର୍ଷରେ ମଧ୍ୟ ଆମେ ପ୍ରାର୍ଥନା କରି ରଖୁଛୁ, ତାଡ଼ନାକୁ ଭୟ କରନ୍ତୁ ନାହିଁ। ତାଡ଼ନା ହଉଛି ଖ୍ରୀଷ୍ଟିଆନିଟି ପାଇଁ ପ୍ରୋଜେକ୍ଟ ପଏଣ୍ଟ, ଯାହାକି ଆତ୍ମିକ ଭାବେ ଗୋଟେ ଯୋଦ୍ଧା ହେବା ପାଇଁ ପ୍ରସ୍ତୁତ କରିଥାଏ। କିନ୍ତୁ ଏତିକି ଆମେ କହି ରଖୁ, ଯେଉଁମାନେ ତାଡ଼ନା କରିଥିବା ବାଇବଲ ପଢ଼ି ଶୈଳଜୀ, ସେମାନଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ସେମାନଙ୍କ ଫ୍ୟାମିଲି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। ଯୀଶୁ ସେମାନଙ୍କ ହୃଦୟରେ କାର୍ଯ୍ୟ କରିବେ।